हेलो फ्रेंड ଆଉ ଗୋଟେ ବ୍ଲଗରେ ଆପଣମାନଙ୍କୁ ୱେଲକମ୍। ଆଉ ଆପଣମାନେ କେମିତି ଅଛନ୍ତି? ମୁଁ ଅଛି ସମସ୍ତେ ଭଲରେ ଥିବେ। ଆଉ ମାନେ ମଣିଷ ଜୀବନ ଗୋଟେ ଏମିତି ମାନେ ରୋଗ ଏଭଳିଆ ମାନେ ଆମ ଜୀବନର ସବୁବେଳେ ସେଇଟା ଚାଲିଥିବ। ଆଉ ସେମିତି ଆଜି ମାନେ ହେଇଛି ଆପଣମାନଙ୍କୁ ମୁଁ କହୁଛି ମାନେ ଗୋଟେ ହଷ୍ଟେଲ ଯାଇଥିଲୁ ମାନେ ମୋ ନାନୀର ଝିଅ ତାଙ୍କୁ ଦେଇଛନ୍ତି କେତାଙ୍ଗି ସ୍କୁଲରେ ସେଇଟା ଆମେ ଯାଇଥିଲୁ। ଆଉ ସେଟା ମାନେ ସମସ୍ତେ ଛୁଆ ମାନେ ସମସ୍ତେ ସେ କଣ ମାନେ ବେମାର ଗୋଟେ ମାନେ ହେଇକରି ସବୁ ଛୁଆକୁ ମାନେ ନେଇଯାଉଛନ୍ତି। ମାନେ ସେଟା ଗୋଟେ କଣ କେମିତି ବେମାର ମାନେ ଗୋଟେ ଛୁଆରୁ ଆଉ ଗୋଟେ ଛୁଆ ଏଇଭଳିଆ ମାନେ ବେମାର ଡିଆଁ ମାରୁଛି ସେଇଭଳିଆ ବେମାର। ଆଉ ସେଇଭଳିଆ ହେଇକିନା ମାନେ ବହୁତ ଛୁଆ ବେମାର ପଡିଗଲେ ଆଉ ସବୁ ଛୁଆ ପଡିଗଲେ। ଆଉ ଆଜି ବି ଆମେ ଯାଇଥିଲୁ ଆଉ ଯାଇକିନା ଆଣି ଆସିଲୁ ଆମେ ବି ଆଣି ଆସି କରି ଏବେ ମାନେ କଣ କହୁଛି କଣ ନାହିଁ ମୁଁ ଜାଣିନି ସେ କଥା ମାନେ ନାନୀ ମାନେ ତାଙ୍କର ଘରକୁ ନେଇଗଲେ। ଆଉ ଆଜିକା ଭିଡିଓ ଏତିକି, ପୁଣି ଦେଖାହବ ନୂଆ ଭିଡିଓ। ଆଉ ଆପଣ ମାନେ ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ ଆଉ ଦେହର ଯତ୍ନ ନେଉଥିବେ। ମାନେ ଭଗବାନଙ୍କ କୃପାରୁ ଆମେ ତ କିଛି କହିପାରିବାନି ନା ମାନେ କେତେବେଳେ କଣ ହବ ସେଟା ତ ଆମେ କହିପାରିବାନି। ସବୁ ଉପର ବାଲା ମାନଙ୍କର ଦୟାରେ ଯାହା ଚାଲିବ ଆଉ। ହେଲେ ଆମ ଦେହକୁ ଆମେ ନିଜେ ଯତ୍ନ କରିବା ଦରକାର। ଆମେ ଯେତେ ନିଜେ ଆମ ଯତ୍ନ କରିବା ସେତେ ଆମ ପାଇଁ ଭଲ। ଆଉ ଆଜିକା ବ୍ଲଗ ଏତିକି, ପୁଣି ଦେଖା ହବା ନୂଆ ବ୍ଲଗରେ। ଏତିକି ପାଇଁ ରହୁଛି ବା। A few moments later. ଆଉ ଦେଖନ୍ତୁ ଏବେ ମାନେ ଆମେ ମୁକୁନ୍ଦ ଆସିଛନ୍ତି ମାନେ ବୁଲିବା ପାଇଁ ଟିକେ ଆସିଥାଉ ଆଜି। ଆଉ ଦେଖନ୍ତୁ ସବୁ ଏଇଭଳିଆ ଭୀମକୁଣ୍ଡର ଭିଉ ସବୁ ଦେଖାଯାଉଛି ମାନେ ପାଣି